ମାନଙ୍କ प्रभु जीशु ख्रीष्टଙ୍କ ଠାରୁ ପ୍ରଚୁର ଶାନ୍ତି ଦୟା ଅନୁଗ୍ରହ ସଦାକାଳ ଆପଣ ପ୍ରତ୍ୟେକ ଜଣଙ୍କ ପ୍ରତି ବର୍ତ୍ତୁ। ଆଜିର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ମୁଁ ଆପଣମାନଙ୍କ ପାଇଁ ଗୋଟେ ଛୋଟ ପ୍ରଶ୍ନ ନେଇକି ଆସିଛି। ଆଶା କରୁଛି ବିଶ୍ୱାସ କରୁଛି ଯେ ଆପଣମାନେ ଆଟଲିଷ୍ଟ ନିଜେ ନିଜକୁ ସଠିକ ଉତ୍ତର ଦେବେ। ପବିତ୍ର ବାଇବଲରେ ଯେତେ ଗୋଟି ଫଳ ବିଷୟରେ ଲେଖାଯାଇଅଛି ସେ ସବୁ ଫଳ ମଧ୍ୟରୁ ଆମମାନଙ୍କ ପାଇଁ ଚାରୋଟି ଫଳ ଲେଖାଯାଇଅଛି। ପ୍ରଥମ ଫଳ ମନ ପରିବର୍ତ୍ତନର ଫଳ, ଦ୍ୱିତୀୟ ଫଳ ଧାର୍ମିକତାର ଫଳ, ତୃତୀୟ ଫଳ ଆତ୍ମାଙ୍କର ଫଳ, ଚତୁର୍ଥ ଫଳ ଧୈର୍ଯ୍ୟର ଫଳ। ଆପଣମାନେ ହୁଅନ୍ତୁ ମୁଁ ହଉ ଆମମାନେ ଟିକେ ନିଜେ ନିଜକୁ ପଚାରୁ ବାପ୍ତିସ୍ମ ନେବାର କେତେ ବର୍ଷ ବିତିଲାଣି, ପ୍ରଭୁ ଯୀଶୁଙ୍କୁ ଜାଣିବାର କେତେ ବର୍ଷ ବିତିଲାଣି। ଏହି ବର୍ଷ ଗୁଡ଼ିକ ମଧ୍ୟରେ ଆମେମାନେ ବାସ୍ତବରେ ଫଳ ଫଳିଛୁ ଅବା ଫଳ ଫଳି ନାହୁଁ। କାରଣ ସବୁବେଳେ ଆମମାନଙ୍କର ମନେ ରଖିବାର ଆବଶ୍ୟକତା ଅଛି, ପବିତ୍ର ବାଇବଲ ଆମମାନଙ୍କୁ ସଚେତନ କରାଏ, ବଗିଚାର ମାଲିକ ଆସିଲେ ସେ ଦେଖିଲେ ଏକ ବୃକ୍ଷ ଅଛି ଯାହା କୌଣସି ଫଳ ଫଳି ନାହିଁ। ବଗିଚାର ମାଲିକ କହିଲେ ଏଇ ଗଛଟି ଏଠି କାହିଁକି ଅଛି, ଇଏ ତ ଭୂମିକୁ ମଧ୍ୟ ଅକର୍ମଣ୍ୟ କରିଦେଉଛି, ଆକୁ କାଟ ଅଗ୍ନିରେ ପକେଇ ଦିଅ। କିନ୍ତୁ ସେହି ସମୟରେ ମାଳି ଆସି ନିବେଦନ କରୁଛନ୍ତି ଏଇ ବର୍ଷଟେ ସମୟ ଦିଆଯାଉ, ଏଇ ବର୍ଷ ଯଦି ଫଳ ନ ଫଳେ ତେବେ ନିଶ୍ଚିତ ଭାବରେ ୟାକୁ କାଟିଦେବା, ଅଗ୍ନିରେ ନିକ୍ଷିପ୍ତ କରିଦେବା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ମଧ୍ୟ କୁହନ୍ତି ମନେ ରଖିଥାଅ ଏବେ ବି ଗଛ ମୂଳରେ କୁରାଢ଼ୀ ଲାଗିଅଛି, ଯେଉଁ ବୃକ୍ଷ ଫଳ ଫଳିବ ନାହିଁ ସେ କଟାଯିବ, ଅଗ୍ନିରେ ନିକ୍ଷିପ୍ତ କରାଯିବ। ବୃକ୍ଷ ବିଶ୍ୱାସୀମାନଙ୍କୁ ପ୍ରକାଶ କରେ। ଅତଏବ ଯେଉଁ ବିଶ୍ୱାସୀମାନେ, ଯେଉଁ ଖ୍ରୀଷ୍ଟିଆନ ଲୋକମାନେ ଯୀଶୁଙ୍କୁ ଜାଣିଛୁ ବୋଲି କହୁଛୁ, ଉପାସନାଳୟକୁ ଯାଉଛୁ, ଉପାସନାରେ ଯୋଗଦାନ କରୁଛୁ, ଉପବାସ ପ୍ରାର୍ଥନା ଯୋଗଦାନ କରୁଛୁ, କିନ୍ତୁ ଫଳ ନାହିଁ, ବାଇବଲ କହୁଛି ଗୋଟେ ଦିନ ଆସୁଛି କଟାଯିବ, ଅଗ୍ନିରେ ନିକ୍ଷିପ୍ତ ହେବ, ଆଉ ତାହା ହିଁ ଦ୍ୱିତୀୟ ମୃତ୍ୟୁ। ପବିତ୍ର ବାଇବଲ କହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଦତ୍ତ ହେଲେ, ସେ ଆମମାନଙ୍କ ନିମନ୍ତେ ପ୍ରାଣ ଦେଲେ, ଯେପରି ଆମେମାନେ କେହି ବିନଷ୍ଟ ନ ହେଉ। ଆଜି ପ୍ରଶ୍ନ ଉଠେ ଯଦି ଏତେ ଅନୁଗ୍ରହ ଆମମାନଙ୍କୁ ଦିଆଯାଇଛି ଆମେମାନେ ଫଳ ଫଳି ପାରିଲୁ ନାହିଁ କାହିଁକି? କ'ଣ ଅସୁବିଧା ହେଲା ଯେ ଆମେ ଫଳ ଫଳି ପାରୁନାହୁଁ? କ'ଣ ଅସୁବିଧା ହେଲା ଯେ ଆମେ ଯୀଶୁଙ୍କ ପଛରେ ଚାଲିପାରୁନାହୁଁ? କ'ଣ ଅସୁବିଧା ହେଲା ଆମେମାନେ ସାକ୍ଷ୍ୟ ଦେଲୁ ଯେ ଅତଏବ ମୁଁ ଏବେ ଯୀଶୁଙ୍କ ଠାରେ ଅଛି, ମୋର ପୁରାତନ ବିଷୟ ସବୁ ଲୋପ ପାଇଅଛି, ମୋର ନୂଆ ସୃଷ୍ଟି ହେଇଅଛି, କିନ୍ତୁ ବାସ୍ତବରେ କିଛି ନୂଆ ହେଇପାରୁନାହିଁ? ଜାଣନ୍ତି ତାହାର କାରଣ କ'ଣ? ଲୁକଲିଖିତ ସୁସମାଚାର 8 ପର୍ବ ଆଉ ତାର 15 ପଦର କଥା। ଲୁକଲିଖିତ ସୁସମାଚାର 8 ପର୍ବ ତାର 15 ପଦରେ ଲେଖାଯାଏ, ଆଉ ଉତ୍ତମ ଭୂମିରେ ଯାହା ପଡ଼ିଲା ତାହା ଏପରି ଲୋକ ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି ଉତ୍ତମ ଭୂମି ସେଇମାନେ ଯେଉଁମାନେ ଉତ୍ତମ ଆଉ ସରଳ ହୃଦୟରେ ପ୍ରଭୁଙ୍କ ବାକ୍ୟ ଶୁଣନ୍ତି ଆଉ ତାହାକୁ ଧରି ରଖନ୍ତି। ଆଜି ଅନେକ ବିଶ୍ୱାସୀମାନେ ଏହି ପ୍ରକାର ଅଛନ୍ତି, ସେମାନେ ବାକ୍ୟ ତ ଶୁଣନ୍ତି କିନ୍ତୁ ତାହାକୁ ନିଜସ୍ୱ କରିପାରନ୍ତି ନାହିଁ। ମୁଁ ଆମ ପ୍ରତ୍ୟେକଙ୍କୁ ମନେ ପକାଇ ଦେବାକୁ ଚାହେଁ, ପବିତ୍ର ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ ଯେଉଁ ବାକ୍ୟ ଆମମାନଙ୍କ ପରିତ୍ରାଣ ନିମନ୍ତେ ଉଦ୍ଦିଷ୍ଟ ତାହାକୁ ଧରି ରଖିବା ମଧ୍ୟ ଆମମାନଙ୍କର ଆହ୍ୱାନ। ବଟ୍ ଆଜି ଅନେକ ସମୟରେ ଆମମାନେ ବାକ୍ୟ ଶୁଣୁ, ଓ ବଢ଼ିଆ ବାକ୍ୟ ଥିଲା, ବାକ୍ୟ ଶୁଣୁ, ନାଇଁ 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 ଆଜିର ବାକ୍ୟ ଭଲ ଲାଗିଲା ନାହିଁ। ଆଜ୍ଞା, ଈଶ୍ୱରଙ୍କ ବାକ୍ୟକୁ ଜଜ୍ କରିବାକୁ ଆମେ କେହି ନୁହେଁ। ପ୍ରଭୁଙ୍କ ବାକ୍ୟ ଆମମାନଙ୍କୁ ଏଥିପାଇଁ ଦିଆଯାଇଅଛି ଯେପରି ଆମେମାନେ ତାହା ଶୁଣିବା,
ତା ହୃଦୟରେ ସାଇତି ରଖିବା, ତାକୁ ଧରି ରଖିବା ଆଉ ଧୈର୍ଯ୍ୟ ସହକାରେ ଫଳ ଫଳିବା। ଯେଉଁମାନଙ୍କର ଧୈର୍ଯ୍ୟ ନାହିଁ ସେମାନେ ଫଳ ଫଳି ପାରିବେ ନାହିଁ। ଆଜି ଆମମାନେ ଚିନ୍ତା କରୁ, ଯଦି ମୁଁ ଫଳ ଫଳିଛି ତ ବହୁତ ଭଲ କଥା, ଯଦି ଫଳ ଫଳି ନାହିଁ ତେବେ ଅସୁବିଧା କେଉଁଠି ହେଲା? ପ୍ରଭୁଙ୍କ ବାକ୍ୟ ତ ସବୁଦିନ ଶୁଣୁଛୁ, କାହିଁକି ଉତ୍ତମ ଆଉ ସରଳ ହୃଦୟରେ ତାକୁ ଧରି ରଖିପାରିଲୁ ନାହିଁ? କାହିଁକି ପ୍ରଭୁଙ୍କ ବାକ୍ୟ ଶୁଣି ତାକୁ ଧୈର୍ଯ୍ୟର ସହ ସେଥିରେ ଆଚରଣ କରିପାରିଲୁ ନାହିଁ? ପ୍ରକାଶିତ ବାକ୍ୟ 3 ପର୍ବ ଆଉ ତାର 10 ପଦରେ ଲେଖାଯାଏ, ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏଣୁ ପୃଥିବୀର ବିଚାର କରିବା ନିମନ୍ତେ ଯେଉଁ ପରୀକ୍ଷାର କାଳ ଏ ପୃଥିବୀ ଉପରେ ଆସିବ ସେଥିରୁ ଆମ୍ଭେ ତୁମ୍ଭକୁ ରକ୍ଷା କରିବା। ଯେଉଁ ଲୋକମାନେ ଆଜି ଧୈର୍ଯ୍ୟ ଧରି ନାହାନ୍ତି, ଯେଉଁ ଲୋକମାନେ ଫଳ ଫଳି ନାହାନ୍ତି, ବିଶ୍ୱାସ କରନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନର ଦିନରେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଆକାଶରୁ ଡାକିବାର ଦିନରେ ଅନେକ ଲୋକମାନେ ଏହି ପୃଥିବୀରେ ରହିଯିବେ। ସେମାନେ କେବଳ ଦେଖିବେ ବାକ୍ୟ ପୂର୍ଣ୍ଣ ହେଉଛି, କିନ୍ତୁ ସେମାନଙ୍କ ଜୀବନରେ ତାହା ସଫଳ ହେଲା ନାହିଁ। ଏଣୁକରି ଆଜିର ଦିନରେ ଆମେମାନେ ସଚେତନ ହେବାର ଆବଶ୍ୟକତା ଅଛି, ପ୍ରସ୍ତୁତ ହେବାର ଆବଶ୍ୟକତା ଅଛି, ନିଜେ ନିଜକୁ ସମୀକ୍ଷା କରିବାର ଆବଶ୍ୟକତା ଅଛି ଯେ ମୁଁ କେଉଁଠି ପଡ଼ିଗଲି, ମୁଁ କାହିଁକି ଫଳ ଫଳି ପାରିଲି ନାହିଁ, କାହିଁକି ମୁଁ ପ୍ରଭୁଙ୍କର ପ୍ରିୟ ପାତ୍ର ହେଇପାରିଲି ନାହିଁ। ଆଜିର ଦିନରେ ଅନେକ ଲୋକମାନେ ପ୍ରଚାର କରି କୁହନ୍ତି, ପ୍ରଥମ ଯୋହନ 2 ପର୍ବ 1 ପଦକୁ, ହେ ପ୍ରିୟମାନେ ତୁମେମାନେ ଯେ ପାପ କର ନାହିଁ ଏଥି ନିମନ୍ତେ ମୁଁ ଏହି ସମସ୍ତ ବିଷୟ ତୁମମାନଙ୍କ ନିକଟକୁ ଲେଖୁଅଛି, କିନ୍ତୁ ଯଦି କେହି ପାପ କରେ ତେବେ ଆମମାନଙ୍କର ଜଣେ ସପକ୍ଷବାଦୀ ସ୍ୱର୍ଗରେ ଅଛନ୍ତି, ସେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଏହା ତୁମେମାନେ ଜାଣିଥାଅ। ଏହି ବାକ୍ୟର ଅର୍ଥ ମର୍ମ ନ ବୁଝିକି ଲୋକମାନେ ପ୍ରଚାର କରିଦିଅନ୍ତି ଯେ ଇଟ୍ ଇଜ୍ ଓକେ, ଜଗତରେ ଅଛ, ଟିକେ ଶରୀରର ଅଭିଳାଷ ଚଳିଯିବ। ଆଜ୍ଞା, ବିଲକୁଲ ଚଳିବ ନାହିଁ। ଆଜି ମୁଁ ଆପଣମାନଙ୍କ ନିକଟରେ ଏପରି ଜଣେ ବ୍ୟକ୍ତିଙ୍କୁ ରଖିବାକୁ ଚାହେଁ ଯିଏ ବାସ୍ତବରେ ଆହ୍ୱାନ ପ୍ରାପ୍ତ ଥିଲେ, ଯିଏ ବାସ୍ତବରେ ପ୍ରତିଜ୍ଞା ପ୍ରାପ୍ତ ଥିଲେ, ଯିଏ ବାସ୍ତବରେ ଅଧିକାର ପ୍ରାପ୍ତ ଥିଲେ, କିନ୍ତୁ ତାଙ୍କର ଶେଷ ପରିଣାମ ଏପରି ହେଲା ଯେ ସେ ବିନଷ୍ଟ ହେଲେ। ତାହାଙ୍କ ନାମ ଇସ୍କାରିତ ଜିହୁଦା। ପବିତ୍ର ବାଇବଲ କହେ ଯେ ଇସ୍କାରିତ ଜିହୁଦା ଆହ୍ୱାନ ପ୍ରାପ୍ତ ଲୋକ, ଅଧିକାର ପ୍ରାପ୍ତ ଲୋକ, ପ୍ରତିଜ୍ଞା ପ୍ରାପ୍ତ ଲୋକ, କିନ୍ତୁ ସେ ପ୍ରତିଜ୍ଞାର ପୂର୍ଣ୍ଣତା ଦେଖିପାରିଲେ ନାହିଁ। ଖ୍ରୀଷ୍ଟରେ ମୋର ପ୍ରିୟମାନେ, ଆସନ୍ତୁ ଇସ୍କାରିତ ଜିହୁଦାଙ୍କ ବିଷୟରେ କିଛି ବିଷୟ ଆମେ ପବିତ୍ର ବାକ୍ୟରୁ ଦେଖିବା। ସର୍ବପ୍ରଥମ ବିଷୟ ଦେଖିବା ଇସ୍କାରିତ ଜିହୁଦାଙ୍କର ଆହ୍ୱାନ। ଲୁକଲିଖିତ ସୁସମାଚାର 6 ପର୍ବ, ଲୁକଲିଖିତ ସୁସମାଚାର 6 ପର୍ବ ଆଉ ତାର 13 ପଦ। ଲୁକଲିଖିତ ସୁସମାଚାର 6 ପର୍ବ ତାର 13 ପଦରେ ଏହିପରି ଲେଖାଯାଏ, ପ୍ରଭାତ ହୁଅନ୍ତେ ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ 12 ଜଣଙ୍କୁ ମନୋନୀତ କଲେ। ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ। ପବିତ୍ର ବାଇବଲ ପ୍ରକାଶ କରୁଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ 12ଙ୍କୁ ଡାକିଲେ, ସେମାନଙ୍କୁ ସେ ମନୋନୀତ କଲେ ଆଉ ସେ ସେମାନଙ୍କୁ ପ୍ରେରିତ ପଦ ଦେଲେ। ଇସ୍କାରିତ ଜିହୁଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମନୋନୀତ ଓ ପ୍ରେରିତ ଲୋକ ଥିଲା। ପ୍ରେରିତର ଆବଶ୍ୟକତା କ'ଣ ଥିଲା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଇସ୍କାରିତ ଜିହୁଦା ଓ 12ଙ୍କୁ ପ୍ରେରିତ ବୋଲି ମନୋନୀତ କଲେ? ପ୍ରେରିତମାନଙ୍କର କାର୍ଯ୍ୟ କ'ଣ? ରୋମିଓ ପୁସ୍ତକ 1 ପର୍ବ ତାର ପ୍ରାୟ 5 ପଦ କିମ୍ବା 6 ପଦରେ ପ୍ରେରିତ ପାଉଲ କୁହନ୍ତି ଯେ ଆମେମାନେ ଅଣଜିହୁଦୀୟ ମାନଙ୍କ ମଧ୍ୟରେ ପ୍ରେରିତ ପଦ ପାଇଅଛୁ, ଯେପରି ଆମେମାନେ ଯେଉଁ ଅଣଜିହୁଦୀୟ ଲୋକମାନଙ୍କ ମଧ୍ୟରେ ବାସ କରୁଅଛୁ ସେମାନେ ବିଶ୍ୱାସ କରନ୍ତି। ପ୍ରେରିତ ମାନେ ଏଥିପାଇଁ ମନୋନୀତ କରାଯାନ୍ତି, ପ୍ରେରିତ ପଦ ଏଥିପାଇଁ ଦିଆଯାଏ ଯେପରି ସେମାନଙ୍କ ଦ୍ୱାରା ଖ୍ରୀଷ୍ଟ ପ୍ରକାଶିତ ହେବେ। ଏବେ ଆପଣମାନେ ମୋତେ ପଚାରିପାରିବେ, ଯୀଶୁ ଥିବା ସମୟରେ ପ୍ରେରିତମାନଙ୍କର କ'ଣ ଆବଶ୍ୟକତା ଥିଲା?
लोकलिखित सुसमाचार 6 पर्व 12 पदरे लिखा जाए, से ही समय रे से दिने प्रार्थना करने निमंते पर्वत को बाहरी जाई ईश्वर निकट प्रार्थना करू करू समस्त रात्रि जापन कले। जदि आपण माने बाइबल धरिचंती से ही समय रे को गोल बुले दे पारिबे। को समय रे पवित्र वाक्य रे लिखा जाए 6 पर्व 11 पदरे 10 पदरे आप पढ़े, से ही समय जड़े शुष्क हस्त विशिष्ट व्यक्ति को प्रभु जीशु ख्रीस्ट विश्राम बार रे सुस्थता देले। आउ से ही समय ठारू फारूसी माने सादुकी माने क्रोधरे उन्मुक्त हेले आउ जीशुंक प्रति कौन करि पारंती से विषय परस्पर कथा हेबाकु लागिले। पवित्र बाइबल कहूची प्रभु जीशु ख्रीस्ट उत्तम कर्म कले किंतु फारूसी सादुकी माने अविश्वास कले। से ही अविश्वासी मानक मध्य रे जेपरि विश्वासर वाक्य बुणा जाई पारे, जेपरि विश्वासर कथा कहा जाई पारे, जेपरि समस्त स्वर्गीय चिन्ह लक्षण प्रकाश करा जाई पारे, सेथि पई प्रभु जीशु ख्रीस्ट से ही समय रे शिष्य मानक मध्यरु 12 को मनोनीत कले। से 12 मध्य रे इस्कारित जिहुदा अन्यतम। इस्कारित जिहुदार आह्वान छोटिया आह्वान नथिला, प्रेरित पद से पाइथिला। आह्वान कौन पाई जे जाओ जीशु जे सत्य ईश्वर अटंती चिन्ह द्वारा लक्षण द्वारा प्रकाश करो। भावंतु नहीं इस्कारित जिहुदार योग्यता नथिला। प्रभु मनोनीत कले, प्रभु डाकिले, प्रभु ताकू चूजेन कहिले, मनोनीत लोक बोली कही ताकू अधिकार देले। माथ्यू लिखित सुसमाचार 10 पर्व तार 1 पदरे एवं बाइबल विभिन्न स्थान मानकरे प्रेरित मानंकु 12 मानंकु दिया जाइथिबा अधिकार विषय लिखा जाए। प्रभु जीशु सेमानकु रोग सुस्थ करिबा पई, मढ़ा उठेबा पई, कुष्ठ लोक मानकु सुस्थ करिबा पई, असुचि आत्मा विशिष्ट लोक मानकु स्वाधीन करिबा पई, बंधनग्रस्त लोक मानकर जुआली को ध्वंस करिबा पई सामर्थ्य देले एवं अधिकार देले। इस्कारित जिहुदा मध्य से मानक मध्यरु जणे जे ईश्वरंग ठारू अधिकार पाइथिला आश्चर्य कर्म करिबा पई, ईश्वरंग ठारू शक्ति प्राप्त होइथिला जीशुंकु प्रकाश करिबा पई। आम मैंने जानिछु ऊर्ध्वरु शक्ति प्राप्त न हेले केही किछि करि पारे नाही। इस्कारित जिहुदा को प्रभु जीशु ख्रीस्ट डाकिले, इस्कारित जिहुदा को प्रभु जीशु ख्रीस्ट सामर्थ्य देले, अधिकार प्राप्त, आह्वान प्राप्त। एबे देखिबा प्रतिज्ञा प्राप्त। इस्कारित जिहुदा पाखरे कौन प्रतिज्ञा थिला? माथ्यू लिखित सुसमाचार 19 पर्व आउ तार 28 पद। दिने शिष्य माने जीशुंग पाखकु आसिले आ से माने जीशुंग कहिले, प्रभु आमे तो सर्वस्व परित्याग करी आसीछु, आम मानक पई कौन, आमे माने कौन पाइबु? 28 पदरे माथ्यू लिखित सुसमाचार 19 अध्याय 28 पदरे प्रभु जीशु ख्रीस्ट से मानकु कहउचंती, मु तुम मानकु सत्य कहूअछि, नूतन सृष्टि रे जेतेबेले मनुष्य पुत्र आपना गौरवमय सिंहासन रे उपवेशन करिवे, सेतेबेले मोहर अनुगामी होइछ जे तुम्हे माने मध्य 12 सिंहासन रे उपवेशन करी इस्राएल 12 गोष्ठी को शासन करिब। प्रभु जीशु कहउचंती, तबे माने निजर सर्वस्व परित्याग करिके आसछ तो नूतन जेरूशलेम रे तुम मानक हस्त रे कर्तापण दिया जिवो। इस्कारित जिहुदा अछि कि नहीं? इस्कारित जिहुदा समस्त विषय परित्याग करी आसीछि कि नहीं? आसीछि। प्रभु जीशु ताको अधिकार मध्य देइछंती, प्रतिज्ञा से प्राप्त हेइ अछि। किंतु आमे देखुछु अधिकार प्राप्त, आह्वान प्राप्त, प्रतिज्ञा प्राप्त लोक सुइसाइड करी मरुछि। आपण मानकु मोर गोटे छोट प्रश्न, आज विश्वासी माने सुइसाइड करू नाहंती तो? मु सत्य कथा कहूची, आज अनेक विश्वासी माने सुइसाइड करने को बाहरी जानते केमती? रोमियो पुस्तक को जीवा। रोमियो पुस्तक तार 8 पर्व
ରୋମିଓ ପୁସ୍ତକ ତାର 8 ପର୍ବ ଆଉ ତାର 13 ପଦରେ ଲେଖାଯାଏ, କାରଣ ଯଦି ଶାରୀରିକ ଭାବ ଅନୁସାରେ ତୁମେ ମାନେ ଜୀବନଯାପନ କର ତେବେ ଅବଶ୍ୟ ମରିବ। ଆମେ ମାନେ ସମସ୍ତେ ସାକ୍ଷ୍ୟ ଦେଇଛୁ, ମୁଁ ଆଉ ଜୀବିତ ନାହିଁ, ମୁଁ ମରିଯାଇଅଛି, ଈଶ୍ୱରଙ୍କ ଆତ୍ମା ମୋ ଠାରେ ଅଧିଷ୍ଠାନ କରିଛନ୍ତି। ଯଦି ଅଧିଷ୍ଠାନ କରିଛନ୍ତି, ଯଦି ଆମେମାନେ ଆତ୍ମାଙ୍କ ଦ୍ୱାରା ଚାଳିତ ହେଉଛୁ, ଆତ୍ମାଙ୍କ ଦ୍ୱାରା ଶରୀରର ଅଭିଳାଷ ଗୁଡ଼ିକୁ ବିନଷ୍ଟ କରୁଛୁ, ଭଲ କଥା ଆଜ୍ଞା, ଆମେ ବଞ୍ଚିବୁ। କିନ୍ତୁ ଯଦି ଆଜି ଆମମାନେ ଶରୀରର ଭାବ ଅନୁସାରେ ଆଚରଣ କରୁଛୁ, ପବିତ୍ର ବାଇବଲ କହୁଛି ତେବେ ତୁମେମାନେ ଅବଶ୍ୟ ମରିବ। ଇନ୍ ସର୍ଟ ଆମେ କହିପାରିବା, ଯଦି ଆଜି ମୁଁ ଯୀଶୁଙ୍କୁ ଜାଣିକି ଯୀଶୁଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଇକି ଶରୀରର ଉଦ୍ଦେଶ୍ୟରେ ବଞ୍ଚୁଛି, ମୁଁ ଡେ ବାଇ ଡେ ନିଜକୁ ମାରିବା ପାଇଁ ପ୍ରସ୍ତୁତ ହେଉଛି, ମୁଁ ନିଜେ ମୃତ୍ୟୁର ପଥରେ ଚାଲୁଅଛି। ଶରୀରର ଭାବ ମୃତ୍ୟୁଜନକ, ମାଂସ କୌଣସି ଲାଭ କରେ ନାହିଁ। ତେବେ ଚିନ୍ତା କାହିଁକି ଆମେ ଏତେ କରୁଛୁ? କ'ଣ ପାଇଁ ଆଜି ଆମମାନେ ଏତେ ବ୍ୟତିବ୍ୟସ୍ତ ହେଉଛୁ? କ'ଣ ପାଇଁ ଆମେ କହିପାରୁନୁ ଯେ ମୁଁ ଖାଇଲେ କେତେ ନ ଖାଇଲେ କେତେ, ମୁଁ ଯୀଶୁଙ୍କର ହବାର ଅଛି? ପ୍ରେରିତ ପାଉଲ କୁହନ୍ତି, ମୁଁ ଭୋଜନ କରେ ଅବା ନ କରେ ମୁଁ ଯୀଶୁଙ୍କର, ମୁଁ ପରିଧାନ କରେ ଅବା ନ କରେ ମୁଁ ଯୀଶୁଙ୍କର। ପ୍ରେରିତ ପାଉଲ କୁହନ୍ତି, ମୁଁ ଯୀଶୁଙ୍କ ପାଇଁ ନିଜ ଜୀବନକୁ ତୁଚ୍ଛ ମନେ କରିଅଛି। ଆଜି ଆମମାନେ ସମସ୍ତେ ସିନା ନିଜେ ନିଜକୁ ବିଶ୍ୱାସୀ କହିଦେଉଛୁ, କିନ୍ତୁ ବାସ୍ତବରେ ଯୀଶୁଙ୍କ ପାଇଁ ବଞ୍ଚୁନୁ ଆଜ୍ଞା, ନିଜ ଶରୀର ପାଇଁ ବଞ୍ଚୁଛୁ। ଆମେ ଇସ୍କାରିତ ଜିହୁଦାକୁ ଦେଖୁଛୁ, ଆହ୍ୱାନ ପ୍ରାପ୍ତ, ଅଧିକାର ପ୍ରାପ୍ତ, ପ୍ରତିଜ୍ଞା ପ୍ରାପ୍ତ, କିନ୍ତୁ ଶେଷରେ ସେ ନିଜକୁ କ୍ରୁଶରେ ଫାଶୀ ଦେଇକି ନିଜକୁ ମରେଇ ଦେଉଛି। ଆଜି ଆମେମାନେ ଯଦି ଯୀଶୁଙ୍କୁ ଜାଣି ଏହି ଜଗତର ଅନୁଗମନ କରୁଛୁ, ତେବେ ଆମେମାନେ ମଧ୍ୟ ଆଜ୍ଞା ମୃତ୍ୟୁର ପଛେ ପଛେ ଚାଲୁଛୁ। ପବିତ୍ର ବାକ୍ୟରେ ଲେଖାଯାଏ, ଲୁକଲିଖିତ ସୁସମାଚାର 11 ପର୍ବ 1 ପଦ ଆଉ 2 ପଦରେ, ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଆଉ ସେମାନେ ଯୀଶୁଙ୍କୁ କହିବାକୁ ଲାଗିଲେ, ଯୋହନ ତାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖେଇଛନ୍ତି, ଆମକୁ ବି ଆପଣ ପ୍ରାର୍ଥନା କରିବା ଶିଖାନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ ଯେ ଯେତେବେଳେ ତୁମେମାନେ ପ୍ରାର୍ଥନା କର, ଏହି ପ୍ରକାର ପ୍ରାର୍ଥନା କର, ଆହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହେଉ। ସେହି ପ୍ରାର୍ଥନାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଖେଇଲେ, ଡୁ ନଟ୍ ଲିଡ୍ ଅସ୍ ଇନ୍‌ଟୁ ଟେମ୍ପଟେସନ୍, ଆମମାନଙ୍କୁ ପରୀକ୍ଷାରେ ପଡ଼ିଯିବାକୁ ଦିଅ ନାହିଁ, ମନ୍ଦତାରୁ ରକ୍ଷା କର। ଇସ୍କାରିତ ଜିହୁଦା ତାହା ଶିଖିଲା, କିନ୍ତୁ ଯେହେତୁ ତାହାର ଅନ୍ତଃକରଣ ଯୀଶୁଙ୍କ ପ୍ରତି ସିଦ୍ଧ ନଥିଲା, ସେ ପ୍ରାର୍ଥନା କଲେ ମଧ୍ୟ ସେ ପ୍ରାର୍ଥନା ତା ପାଇଁ କିଛି ଲାଭଜନକ ହେଲା ନାହିଁ। ଆଜି ଆମମାନେ ସମସ୍ତେ ଜାଣିଛୁ ପାପର ବେତନ ମୃତ୍ୟୁ। ଆଜି ଆମମାନେ ସମସ୍ତେ ଜାଣିଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହିଲେ, ତୁମେମାନେ ପରୀକ୍ଷାରେ ଯେପରି ପଡ଼ି ନଯାଅ ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆମେ ହୁଏତ ପ୍ରାର୍ଥନା କରୁଛୁ କିନ୍ତୁ ପଡ଼ିଯାଉଛୁ, କାହିଁକି? କାରଣ ଆମମାନଙ୍କ ଅନ୍ତଃକରଣ ପ୍ରଭୁ ଯୀଶୁଙ୍କ ପ୍ରତି ସିଦ୍ଧ ନାହିଁ। ଇସ୍କାରିତ ଜିହୁଦା ଆହ୍ୱାନ ପ୍ରାପ୍ତ, ଅଧିକାର ପ୍ରାପ୍ତ, ପ୍ରତିଜ୍ଞା ପ୍ରାପ୍ତ, ପ୍ରାର୍ଥନା ଶିଖାଯାଇଥିବାର ଲୋକ, କିନ୍ତୁ ତଥାପି ବି ସେ ସୁଇସାଇଡ୍ କରି ମରୁଛି। କ'ଣ ଅସୁବିଧା ହେଲା? ଯୀଶୁଙ୍କର ଏତେ ନିକଟବର୍ତ୍ତୀ ଲୋକ, ଯୀଶୁଙ୍କ ସହିତ ଚାଲିବାର ଲୋକ, କ'ଣ ଅସୁବିଧା ହେଲା ଯେ ସେ ସୁଇସାଇଡ୍ କରିକି ମରୁଛି? ଲୁକଲିଖିତ ସୁସମାଚାର 22 ପର୍ବ ଲୁକଲିଖିତ ସୁସମାଚାର 22 ପର୍ବ ତାର 3 ପଦ ଲେଖାଯାଏ, ସେତେବେଳେ ଦ୍ୱାଦଶଙ୍କ ସଂଖ୍ୟା ମଧ୍ୟରେ ଅନ୍ତର୍ଗତ ଇସ୍କାରିତୀୟ ନାମକ ଜିହୁଦାଠାରେ ଶୟତାନ ପ୍ରବେଶ କଲା। ଆଉ ସେ ଯାଇ କି ଉପାୟରେ ତାହାଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହସ୍ତରେ ସମର୍ପଣ କରିପାରେ ତାହା ସେମାନଙ୍କ ସହିତ ପରାମର୍ଶ କଲା। ଯୀଶୁଙ୍କ ସହିତ ଚାଲିବାର ଲୋକ, ଯୀଶୁଙ୍କ ଠାରୁ ପ୍ରାର୍ଥନା ଶିଖି ପ୍ରାର୍ଥନା କରିବାର ଲୋକ, କେମିତି ତା ଭିତରେ ଶୟତାନ ପ୍ରବେଶ କଲା? କାହିଁକି ତା ଭିତରେ ଶୟତାନ ପ୍ରବେଶ କଲା? ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦୃଷ୍ଟାନ୍ତ ଦେଇ କହିଲେ, ଏକ ବ୍ୟକ୍ତି ଠାରେ ଏକ ଅଶୁଚି ଆତ୍ମା ଥିଲା, ଆଉ ସେ ତାହା ମଧ୍ୟରୁ ବାହାରିଗଲା। ସେ ପ୍ରାନ୍ତରର ବିଭିନ୍ନ ଜଳାପୂର୍ଣ୍ଣ ସ୍ଥାନମାନଙ୍କରେ ଖୋଜି ବୁଲିଲା, କେଉଁଠି ବିଶ୍ରାମ କରିବି, କେଉଁଠି ବିଶ୍ରାମ କରିବି, କୌଣସି ସ୍ଥାନ ପାଇଲା ନାହିଁ। ମନେ ମନେ କହିଲା, ମୋର ପୁରୁଣା ଘର ଭଲ ଥିଲା,
से तार पुराणा घर को फेरी आसी देखिला यह परिष्कृत हो जाइछि, मार्जित हो जाइछि, सुशोभित हो जाइछि। कहला आ एकाकी कहीं रही सांगसाथी मान को डाके। बाइबल कहे तार प्रथम दशा अपेक्षा शेष दशा भयंकर है। आज आम मैंने निजक विश्वासी बोली कहूचु। आमे माने शेष जुगर लोक माने जो जुगर लोक मान प्रतिज्ञा दि जाइए जे शेष दिन रे से आपणार आत्मा ढाली देबे। आज कहीं विश्वासी मानक ठारे ईश्वर का आत्मा नहांती। आज कहीं विश्वासी मानकर आंतरिक पुरुष बलवान हेउ नाही। जानिचंदी तार कारण कौन? प्रेरित पुस्तक 2 पर्व आ तार 38 पदरे लिखा जाए, लोक माने पितर को पचारिले एबे आमे माने कौन करिबू, एबे आमे माने केमती रक्षा पाइबू, आमे माने तो प्रभु जीशु ख्रीष्ट को क्रूस रे टंगेई देलु, आमे माने तो तांको जानि पारलु नाही, एबे आम मान को परित्राण केमती संभव हबो? पितर उत्तर करी कहंती, प्रेरित पुस्तक 2 पर्व तार 38 पदरे लिखा जाए, तेणु पितर से मान को कहिले आपण माने मन परिवर्तन करंतु आ निज निज पाप क्षमा निमंते प्रत्येक जन जीशु ख्रीष्ट नाम रे बाप्तिजित हुअंतु, ताहा हेले आपण माने पवित्र आत्मांक दान प्राप्त हेबे। प्रथम कथा कुआ जाउछि आपण माने मन परिवर्तन करंतु। अनेक स्थान मान को प्रचार करबा को जाए, लोक मान को पचारे भाई मन परिवर्तन अर्थ कौन? उत्तर 0 पाए 0। आपण मान को भी पचारुछि मन परिवर्तन अर्थ कौन? निजे निज को टिके कहि देई थांतु जे मन परिवर्तन अर्थ कौन। सुनंतु, पवित्र वाक्य रे लिखा जाए, जड़े जन्मांध थिला, जीशुंग शिष्य माने मध्य ताहाको देखि पचारे, गुरु काहार पाप पई एपरि अवस्था भोग करूअछि? जीशु कहले काहार पाप पाई नहीं, ईश्वर गौरव पाई जीशु ताको दृष्टि शक्ति देले। से पर्यंत से जीशु सहित कंटैक्ट रे आसीनी, केवल शुणी जानी जीशु बोली जहाँ को कहती से ताको सुस्थ करियछंती। से समय नियम थिला, कहीं जदि जीशु ठारे विश्वास करुला तेबे ताको समाजच्युत कर दिया जाउथला। फारूसी माने डाकिले, पंडित माने डाकिले, ताको बारंबार पचारले, से जीशुंकर परिचय ठीक से पाई नाही, किंतु तथापि भी कहूची जीशु मते सुस्थ करियछंती। ताको ताड़ना कर दिया जाउछि, ताको समाजच्युत कर दिया जाउछि, किंतु तथापि भी से निज साक्ष्यरु दूर को जाऊ नाही, निज साक्ष्य स्थिर ही रहुछि। जीशु शुणिले जे ताको समाजच्युत कर दिया जाइछि, जीशु ता निकट को आसी पचारछंती, तुमे कौन मनुष्य पुत्रंक ठारे विश्वास करूअछ? सेथिरे से उत्तर करी कहूछि, से किए मते टिके चिन्हई दियंतु जेपरि मु ताहां ठारे विश्वास करिबी। जीशु कहंती, तुम सहित जे कथा होउछंती से सेही। आ पवित्र वाक्य रे लिखा जाए, सेही क्षणी से जीशु को प्रणाम कला। बाइबल नियम आज्ञा, तुमे केवल प्रभु अपना ईश्वर को प्रणाम करिबो। आज आम जेते लोक कहूछु मु मन परिवर्तन करिछि, निजे निज को टिके पचारू, मोर सहभागिता एबे भी जगत सहित नहीं तो? मु निज को अस्वीकार करी आपणार क्रूस बहन करी जीशुंग पछरे चालुछि तो? जदि चालुछि, यस मोर मन परिवर्तन हेइछि, नचेत एबे पर्यंत मोर मन परिवर्तन हेइ नाही। जदि मन परिवर्तन हेइ नाही, पाप क्षमार प्रश्न उठु नाही। सेई माने पाप क्षमा पाइबे जो माने मन परिवर्तन करी जीशुंक परिचय पाई जीशुंक निकट को आसी कहबे, प्रभु मु पापी, मते दया करंतु। प्रभु जीशु कहबे, माय ग्रेस इज सफिशिएंट फॉर यू। आ सेते बेले सेही व्यक्तिटी पवित्र आत्मांकर दान पाइबो। मु सब बड़े बुझे पवित्र आत्मांकर दान कहिले केवल परभाषा नुहे, केवल भाववाणी नुहे, केवल रोग सुस्थता नुहे। रोमियो पुस्तक 5 पर्वर 5 पद लिखा जाए, सेही आत्मांक द्वारा आम मान हृदय रे ईश्वर प्रेम परिव्याप्त हेउछि। गोटे पवित्र आत्मा प्राप्त लोक ईश्वर बिना रही पारिबो नाही। दिन राति शयने सपने अबा जागरणे से खोजुथिबो, मोर प्रभु कहांती, मोर प्रभुंक उपस्थिति मते दरकार, मोर प्रभुंक सहभागिता मते दरकार।
ଇସ୍କାରିତ ଜିହୁଦା ଯୀଶୁଙ୍କ ସହିତ ଥିଲା ସତ, ବାପ୍ତିଜିତ ହେଇଥିଲା ସତ, କିନ୍ତୁ ତଥାପି ମଧ୍ୟ ତାହାର ମନ ପ୍ରଭୁ ଯୀଶୁଙ୍କ ପ୍ରତି ସୁସ୍ଥିର ନଥିଲା। ଯୋହନ ଲିଖିତ ସୁସମାଚାର 12 ପର୍ବ ତାର 6 ପଦ। ଯୋହନ ଲିଖିତ ସୁସମାଚାର 12 ପର୍ବ 6 ପଦର କଥା ଯୋହନ କୁହନ୍ତି ଯେ ଇସ୍କାରିତ ଜିହୁଦା ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ତାହା ନୁହେଁ, ମାତ୍ର ତାହା ନିକଟରେ ଗୋଟେ ଥଳି ଥିଲା। ସେ ଯାହା ଉତ୍ତମ ବିଷୟ ପାଉଥିଲା ତାହା ଚୋରି କରି ଆପଣା ନିମନ୍ତେ ସେ ଥଳିରେ ରଖିଦେଉଥିଲା, କାରଣ ସେ ଜଣେ ଚୋର। ଯୀଶୁଙ୍କ ସାଙ୍ଗରେ ଅଛି, ଆହ୍ୱାନ ପ୍ରାପ୍ତ, ଅଧିକାର ପ୍ରାପ୍ତ, ପ୍ରତିଜ୍ଞା ପ୍ରାପ୍ତ, କିନ୍ତୁ ଏବେ ବି ନିଜର ପୁରାତନ ପ୍ରବୃତ୍ତିରେ ଅଛି। ତାର ପୁରାତନ ବିଷୟ ଲୋପ ପାଇ ନାହିଁ। କିଏ ପ୍ରବେଶ କରିଗଲା? ଶୟତାନ ପ୍ରବେଶ କରିଗଲା। କାହିଁକି ପ୍ରବେଶ କରିଗଲା? ଯୋହନ ଲିଖିତ ସୁସମାଚାର 8 ପର୍ବ 44 ପଦ। ଯୀଶୁ ନିଜେ କୁହନ୍ତି, ତୁମମାନଙ୍କ ପିତା ତ ଶୟତାନ। ତାହାର କାମନା, ତାହାର ଅଭିଳାଷ ପୂର୍ଣ୍ଣ କରିବା ତୁମମାନଙ୍କର କର୍ତ୍ତବ୍ୟ, ତୁମେମାନେ ତାହା କରୁଅଛ। ମୋତେ ଗୋଟେ କଥା କୁହନ୍ତୁ, ଯଦି ଆଜି ବିଶ୍ୱାସୀ ମାନେ ବାସ୍ତବରେ ଯୀଶୁଙ୍କର ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହେଇଥାନ୍ତେ, ଯେଉଁ ମୁହଁରେ ପ୍ରଭୁ ବୋଜ ଖାଉଛନ୍ତି ସେଇ ମୁହଁରେ ଗୁଟକା ଚୋବେଇଥାନ୍ତେ କି ଆଜ୍ଞା? ଯେଉଁ ମୁହଁରେ ଗୀତ ଗାଉଛନ୍ତି ଜୟ ଯୀଶୁ, ସେଇ ମୁହଁରେ ବଚସ ବିବାଦ କରିଥାନ୍ତେ କି ଆଜ୍ଞା? ଶୟତାନ ପ୍ରବେଶ କରିଯାଇଛି, କାରଣ ଶୟତାନର ତାର ଲୋକମାନଙ୍କ ଉପରେ ଅଧିକାର ଅଛି। ଯୀଶୁ ନିଜେ କହିଲେ, ଶୟତାନ ତୁମମାନଙ୍କର ବାପା। ଇସ୍କାରିତ ଜିହୁଦା ଆହ୍ୱାନ ପ୍ରାପ୍ତ, ଅଧିକାର ପ୍ରାପ୍ତ, ପ୍ରତିଜ୍ଞା ପ୍ରାପ୍ତ, ବାପ୍ତିଜିତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ନାହିଁ। ଆଜି ଆମମାନେ ନିଜେ ନିଜକୁ ଟିକେ ଚିନ୍ତା କରୁ, ନିଜେ ନିଜକୁ ଟିକେ ପଚାରୁ, ମୁଁ କ'ଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛି କି? ଯଦି ଥାଆନ୍ତୁ ନା ଆଜ୍ଞା, ଯୀଶୁ କହିଲେ ମୋ ଠାରେ ରୁହ, ସେଥିରେ ମୁଁ ତୁମମାନଙ୍କ ଠାରେ ରହିବି, ତହିଁରେ ତୁମେମାନେ ପ୍ରଚୁର ଫଳ ଫଳିବ। ବୃକ୍ଷ ଆପଣା ଫଳରୁ ଚିହ୍ନାଯାଏ। ଫଳ ଅଛି ତ ଆଜ୍ଞା? ଯଦି ଅଛି, ଯୀଶୁଙ୍କ ଠାରେ ଅଛୁ। ଯଦି ଅଛି, ଶୟତାନ କେବେ ବି ପ୍ରବେଶ କରିପାରିବ ନାହିଁ, ଶୟତାନ କେବେ ବି ଭୁଲେଇ ପାରିବ ନାହିଁ। କାହିଁକି? କାରଣ ଆମମାନଙ୍କ ଠାରେ ସେ ଅନୁଗ୍ରହର ଦାନ, ସେ ସତ୍ୟମୟ ଆତ୍ମାଙ୍କୁ ଦିଆଯାଇଅଛି, ଯାହାଙ୍କ ଦ୍ୱାରା ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହେଇଯାଉଛି। ଖ୍ରୀଷ୍ଟରେ ମୋର ପ୍ରିୟମାନେ, ଭାବନ୍ତୁ ନାହିଁ ମୁଁ ଗିର୍ଜାକୁ ଯାଉଛି ଯଥେଷ୍ଟ। ଗିର୍ଜାରେ ଯେଉଁ ବାକ୍ୟ ଶୁଣୁଛନ୍ତି ତାକୁ ଧରି ରଖନ୍ତୁ, ସରଳ ହୃଦୟରେ ଧରି ରଖନ୍ତୁ, ସେହି ବାକ୍ୟ ଧାରଣ କରନ୍ତୁ, ଧୈର୍ଯ୍ୟରେ ଅପେକ୍ଷା କରନ୍ତୁ, ଫଳ ଫଳନ୍ତୁ। ପ୍ରଭୁ ଯୀଶୁ ମଧ୍ୟ ଆକାଶରୁ ଡାକିବେ। ନଚେତ୍ ଜାଣନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କୁ ଜାଣିକି ପୁଣି ଥରେ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହୁଅନ୍ତି, ସେମାନେ ଖ୍ରୀଷ୍ଟଙ୍କୁ ତାଡ଼ନା କରନ୍ତି। ଆଉ ବାକ୍ୟରେ ଲେଖାଯାଏ, ସେମାନଙ୍କର ଅଧର୍ମରେ, ସେମାନଙ୍କ ପାପରେ ଆହୁରି ପାପ ଯୋଗ କର, ଅପରାଧରେ ଅପରାଧ ଯୋଗ କର, ସେମାନେ ତୁମ ଧାର୍ମିକତାର ଅଂଶୀ ନ ହୁଅନ୍ତୁ, ସେମାନଙ୍କର ନାମ ଜୀବନ ପୁସ୍ତକରୁ ଲିଭା ହେଇଯାଉ। ଯେଉଁମାନେ ଆଜି ଫଳ ଫଳନ୍ତି ନାହିଁ, ଇସ୍କାରିତ ଜିହୁଦାର ନ୍ୟାୟ ଜୀବନ ବଞ୍ଚନ୍ତି, ସେମାନଙ୍କ ପ୍ରତ୍ୟେକ ଜଣଙ୍କର ନାମ ଜୀବନ ପୁସ୍ତକରେ ନାହିଁ। ଗୋଟିଏ ଛୋଟ କଥା କହି ଶେଷ କରିବି। ବିଭିନ୍ନ ଲୋକମାନଙ୍କର ବିଭିନ୍ନ ପ୍ରକାର ଟେଷ୍ଟ। ଅନେକ ଲୋକମାନେ କୁହନ୍ତି, ଯେଉଁମାନେ ନିଜ ଝିଅ ପାଇଁ ପୁଅ ଖୋଜୁଥାନ୍ତି, ମୋର ଜୋଇଁ ଗୋଟେ ଏମିତିଆ ଜୋଇଁ ହଉ ଯେ ପ୍ରଭୁଙ୍କ କାମ କରୁଥିବ। ଆଜ୍ଞା, ବହୁତ ବଢ଼ିଆ କଥା, କିନ୍ତୁ ତଥାପି ବି ମୁଁ କହିବି, ଯେ ପ୍ରଭୁଙ୍କ କାମ କରୁଛି ସେ ଯେ ପ୍ରଭୁଙ୍କ ଦାସ, କିଛି ଗ୍ୟାରେଣ୍ଟି ନାହିଁ। କାହାକୁ ନିଜର କରିବା ପୂର୍ବରୁ ବାକ୍ୟ ଅନୁସାରେ ଟିକେ ପରୀକ୍ଷା କରି ଦେଖନ୍ତୁ ଯେ ଏଇ ବ୍ୟକ୍ତି ବାସ୍ତବରେ ପ୍ରଭୁ ଯୀଶୁଙ୍କ ସହ ଚାଲୁଛି ଅବା ଚାଲୁନାହିଁ। ପ୍ରେରିତ ପୁସ୍ତକ 8 ପର୍ବର କଥା।
से स्थान रे सिमोन नामक जड़े व्यक्ति विषय लिखा जाए। आम मैंने समस्ते जानिछु। सीए प्रभुंकर कार्य देखी प्रभु जीशुंक ठारे विश्वास कले। केवल जे विश्वास कले ताहा नुहे, बाप्तिजित हेले, बाप्तिजित होई मिनिस्ट्री सहित जड़ित हो गले। मिनिस्ट्री सहित जड़ित हो फिलिपंक सहित विभिन्न स्थान को गले। समीरण रे प्रभुंकर कार्य देखिले। जो भाई माने जानिले जे समीरण लोक माने जीशुंक ठारे विश्वास करिसंती, से माने आसी से मानक ऊपर हाथ थुअंते, से माने पवित्र आत्मा रे पूर्ण हेले। सिमोनर पुरातन जीवन यही प्रकार थिला। से जने कुहुक कर्मी व्यक्ति थिला। से जेमती देखिला जे प्रभुंक लोक माने हाथ थौ थौ स्वर्ग राज्यर सामर्थ्य ओल्है आसुची, से टंका नहीं कि आसिला। कहला ए टंका नियंतु, मते भी किछि दियंतु, जेपरि मु मध्य हाथ थोइले एही प्रकार आश्चर्य कर्म हेबो। किंतु पितर कौन उत्तर करती? प्रेरित पुस्तक 8 पर्व 21 पदरे लिखा जाए, ए विषय रे तुम्हर अंश नहीं कि अधिकार नहीं, कारण ईश्वरंक साक्षात रे तुम्हर हृदय सरल नुह। जेहेतु हृदय सरल नुह, तेणु से केबे भी वाक्य को ग्रहण करि पारनी। फल कोड फलिबो आज्ञा? आज आम मैंने जेते लोक बाप्तिजित हेइछु, प्रभु आगे खोजुचंदी हृदय सरल हेइछि कि नहीं। पितर कहते ए विषय रे तुम्हार अंश नहीं कि अधिकार नहीं, कारण ईश्वर साक्षात रे तुम्हार हृदय सरल नुहे। अतएव तुम्हार ये दुष्टपणु मन परिवर्तन करी प्रभुंक ठारे प्रार्थना कर, के जानी अबा तुम हृदयर कल्पना क्षमा होई पारे, कारण तुम्हें तिक्त विषय परिपूर्ण होई अधर्म रूप बंधन रे आबद्ध अछ बोली मु देखुअछि। प्रभुंक साक्षात रे सबु विषय उल्लंघ और अनावृत। जड़े व्यक्ति कुहुक कर्मी अंधकारर अनुगामी थिला। फिलिपियों द्वारा प्रभुंक सामर्थ्य देखी जीशुंक ठारे विश्वास करिछि, जीशुंक उद्देश्य रे बाप्तिजित हेइछि। समस्त भाबुथिबे वाओ गोटे आत्मा रक्षा प्राप्त हेइछि। देखंतु ना आज्ञा किछि रक्षा हेइनी, एबे भी तिक्त विषय रे परिपूर्ण हेइ अछि, एबे भी अधर्म रूप बंधन रे आबद्ध हेइकि अछि। ईश्वरंकर विधान जदि ए प्रकार लोक माने मन परिवर्तन करिवे नहीं, ए माने मृत्युर योग्य अटंती। इस्कारित जिहुदा आह्वान प्राप्त, अधिकार प्राप्त, प्रतिज्ञा प्राप्त, किंतु मल्ला जो विश्वासी माने भाबुचंती जे आमे माने आह्वान प्राप्त, अधिकार प्राप्त, प्रतिज्ञा प्राप्त, किंतु फल फली नाहंती, एबे भी अधर्म रूप बंधन रे आबद्ध अछंती, एबे भी अधर्म रूप विषय रे परिपूर्ण अछंती, तिक्त विषय रे परिपूर्ण अछंती, से मानकर विचार एही आज्ञा से माने विनष्ट हेबे। बट प्रभुंक इच्छा कौन? आम मान मध्य कहीं जड़े हेले भी विनष्ट न हो। आ विनष्ट न हेबा पई बाइबल आम मानक गोटे विषय शिक्षा दे। एव्री पुस्तक 4 पर्व 16 पद। अतएव आस साहसर सहित अनुग्रहर सिंहासन निकट को जाओ। आज जदि आम माने वास्तव रे से अनुग्रहर सिंहासन निकट को बाहुड़ी जिबा, आ प्रभु जीशु को कहबा प्रभु मते दया करंतु, से प्रभु जीशु कहबे माय ग्रेस इज सफिशिएंट फॉर यू। मोर अनुग्रह तुम पाई यथेष्ट। अतएव ख्रीष्ट रे मोर प्रिय माने जदि पृथ्वी रे आज बंचीछु, प्रत्येकटी समय योग्य आचरण करू। आमे माने जहांक द्वारा अर्थात जो प्रभु जीशु ख्रीष्टंक द्वारा परित्राण पाइछु, उद्धार पाइछु, बाइबल प्रमाण दिए तांकु जेते बेले समय मिलुथला से प्रार्थना करुथले। आज आम माने निज निज को परीक्षा करू। आमे माने जेपरि से प्रभुंक सहित मिलित हो पारू, आमे माने केते समय प्रार्थना करुछु, आमे केते समय जीशुंक नाम धरी प्रार्थना करुछु। आ आम मान प्रार्थना पॉइंट गुड़ाक कौन? क्षमा करंतु, मु एही कारणरु सबु बेले कहे आमर बापा जानती आम मान कौन प्रयोजनीयता अच्छी, किंतु आम मान हृदय मध्य
आम बापांक सहित मिलित हेबा पई विगलित हेबार आवश्यकता अछि। सेदिन से हजि जाइथिबा पुओटी कहिला, मु मोर बापांक गृह को फेरी जीवी। मोर बापांक गृह को फेरी जाई तांको कहिबी, मु आपणकर पुओ ही रहिबाकु योग्यर नुहे, मते आपणकर दास करी रखंतु। पुओ आसी बापांको सेहा ही कहिला। बापा किंतु कहले, देखुचु अनेक दास माने अछंती, मोर गोटे पुओ हजि जाइथिला, सी फेरी आसीची, पुओर स्थान फांका अछि, पुओ हेइकी रह। से आपणको मते पुत्रत्वर अधिकार देइछंती। जदि आज आमे फेरी आसीबा, प्रार्थना करिबा, से कहिबे मोर पुओ पुणी हजि जाइथिला, फेरी आसीची, आ स्वर्ग रे आउ थरे आनंद हेबो। प्रिय माने, प्रभुंक आगमन दिन निमंते प्रस्तुत हेउ, कारण आम मान को प्रभु जीशु ख्रीष्ट शीघ्र आसुछंती। आ से कुहंती, देख समस्त मनुष्यर समुचित कर्मर फल आम हस्तरे अछि। प्रभु आम मान को सहाय हुंतु, ताहांक राज्य रे से आम मान को स्मरण करंतु। आमेन।